ଚିଲିକାର ରୂପ ଲାବଣ୍ୟରେ କିଏ ବା ଆକୃଷ୍ଟ ନ ହୋଇଛି? ତାର ଶାନ୍ତ ସ୍ନିଗ୍ଧ ଜଳରାଶି କାହାକୁ ବିମୋହିତ ନ କରିଛି? କବି ରାଧାନାଥ ରାୟ ଚିଲିକାକୁ ତାଙ୍କ କାବ୍ୟରେ ପ୍ରେୟସୀ କରିଛନ୍ତି, ତ ଗୋପବନ୍ଧୁ ଦାସ ଚିଲିକାର ଚାରୁଚିତ୍ରପଟରେ ବିମୋହିତ ହୋଇଛନ୍ତି। ବିଶ୍ୱ ବ୍ରହ୍ମାଣ୍ଡର ନାୟକ ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଆଶ୍ରୟସ୍ଥଳୀ ଥିଲା ଏହି ଚିଲିକା। ଚିଲିକାର ମୁଖ୍ୟ ଆକର୍ଷଣ କ'ଣ ଜାଣିଛନ୍ତି? ମା କାଳିଜାଇଙ୍କ ମନ୍ଦିର। ପର୍ଯ୍ୟଟକମାନଙ୍କୁ ତ ଛାଡ଼ନ୍ତୁ, ସୁଦୂର ବିଦେଶର ପକ୍ଷୀମାନେ ମଧ୍ୟ ଚିଲିକାର ସାନ୍ନିଧ୍ୟ ପାଇବା ପାଇଁ ଉଡ଼ି ଆସନ୍ତି ଏବଂ ଚିଲିକା ମା ପରି ସମସ୍ତଙ୍କୁ ଆପଣେଇ ନେଇଛି। ଚିଲିକାକୁ ଯେତେ ବର୍ଣ୍ଣନା କଲେ ବି ଶବ୍ଦ ନିଅଣ୍ଟ ହେଇଯିବ। ତଥାପି କିଛି ଲେଖିଛି ଯେ ଶାନ୍ତ ସୁନ୍ଦର ଶୋଭା ଯେ ତୁମର, ଦେଖି ମୋ ଆତ୍ମବିଭୋର, ଭାବୁକ ମନରେ ବ୍ୟାଖ୍ୟା କରିବାକୁ କ୍ଷୀର୍ଣ୍ଣ ହୁଏ ସବୁ ଶବ୍ଦ ମୋର। ଭାଗ୍ୟବାନ ମୁଁ ଯେ ଚିଲିକା ସନ୍ତାନ, ଏହି ସୌନ୍ଦର୍ଯ୍ୟର ଗନ୍ତାଘର ମୋର ଜନ୍ମସ୍ଥାନ।